ବହିର 13 ଅଧ୍ୟାୟ 5 ପଦ। ଏହି ଜଣେ ପଢି ସାହାଯ୍ୟ କରିବା ହେଲେ ଭଲ ହୁଅନ୍ତା। ଅଛନ୍ତି କେହି ପଢିବା ପାଇଁ? ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ ସେ ବିଷୟରେ ଆପଣ ଆପଣଙ୍କୁ ପରୀକ୍ଷା କର। ଆପଣ ଆପଣାର ବିଚାର କର, କିମ୍ବା ଯୀଶୁଖ୍ରୀଷ୍ଟ ଯେ ତୁମ୍ଭମାନଙ୍କ ଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣୁନାହିଁ? ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର। କୋଉମାନେ ଏଠି ନାହାନ୍ତି କହିବା ହାଲେଲୁୟା। ଆଚ୍ଛା, ହଉ, ଆପଣ ମାନେ ତେବେ କେଉଁଠି ଅଛନ୍ତି? ବହୁତ ବଢିଆ, ଟିକେ ଧ୍ୟାନ ଦଉଥିବେ। ଲେଖାଗଲା ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ ସେ ବିଷୟରେ ଆପଣା ଆପଣାକୁ ଟିକେ ପରୀକ୍ଷା କର। ପରମେଶ୍ୱରଙ୍କ ପ୍ରିୟ ଲୋକମାନେ, ଏ ମିଟିଂକୁ ଟିକେ ବନ୍ଦ କରନ୍ତୁ। ସେମାନଙ୍କର ସ୍ପେଶାଲ ମିଟିଂ ଚାଲିଛି। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଅନେକ ଭାବୁଥିବେ ଷ୍ଟିଫେନ ବାବୁ ବିଶ୍ୱାସର କଥା ଆଉ କଣ କି? ଆମେ ତ ବିଶ୍ୱାସ କରୁଛୁ ବୋଲି ଗିର୍ଜା ଯାଉଛୁ, ବିଶ୍ୱାସ କରୁଛୁ ବୋଲି ସଣ୍ଡେ ମିଟିଂ ଯାଉଛୁ, ବିଶ୍ୱାସ କରୁଛୁ ବୋଲି এই ସଭାକୁ ମଧ୍ୟ ଆସିଛୁ। ଆଚ୍ଛା, ପରମେଶ୍ୱରଙ୍କ ଲୋକମାନେ, ଯଦି ଆମମାନଙ୍କର ବିଶ୍ୱାସ ଯେଉଁ ବ୍ୟକ୍ତିଙ୍କ ଠାରେ ଯାହାଙ୍କ ଠାରେ ଯେଉଁ ପରିମାଣରେ ରହିବା ଉଚିତ ଅଟେ, ତାହା ଯଦି ଆମମାନଙ୍କ ଠାରେ ଦେଖାଯାଉଅଛି, ତେବେ ମୁଁ ଟିକେ ପ୍ରଶ୍ନ ପଚାରିବି, ଆପଣମାନେ ଉତ୍ତର ଦେଉଥିବେ। ଯେବେ ଆମମାନଙ୍କ ଜୀବନରେ ଦୁଃଖ ଆସେ, ସମସ୍ୟା ଆସେ, ଅଭାବ ଆସେ, ପ୍ରତିକୂଳ ପରିସ୍ଥିତି ଆସେ, ସେତେବେଳେ ଆମେମାନେ ଚିନ୍ତାରେ ଭାଙ୍ଗି ପଡୁଛୁ ନା ଆରାମରେ ରହୁଛୁ? ଟିକେ ଉତ୍ତର ମିଳିବ କି? ଆଜ୍ଞା, ଆଚ୍ଛା, ହେଲେ ଆମେ ଯଦି ଅଭାବ, ସମସ୍ୟା, ରୋଗ, ବେମାର, ପ୍ରତିବନ୍ଧକ ଆସିଲା ବେଳକୁ ଆମେ ଚିନ୍ତାରେ ଭାଙ୍ଗି ପଡୁଛୁ, ହେଲେ ଆମର ବିଶ୍ୱାସ ଠିକ ଅଛି ତ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ଲୋକମାନେ, ଆମେମାନେ ହୁଏତ ବହୁତ ପୁରୁଣା ଈଶ୍ୱରଙ୍କ ଲୋକମାନେ ହୋଇଥିବା, କିନ୍ତୁ ଆମର ବିଶ୍ୱାସ କେତେ ପୁରୁଣା ଅଟେ, କେତେ ମଜବୁତ ଅଟେ, କେତେ ସୁଦୃଢ ଅଟେ, ଏହା ଆମେମାନେ ଜାଣିବା ପାଇଁ ଟିକେ ଚେଷ୍ଟା କରିବା। ହାଲେଲୁୟା। ଆପଣମାନେ କହୁନାହାନ୍ତି ଯେ ପ୍ରେଜ୍ ଦ ଲର୍ଡ, ଆଉ ଟିକେ ଜୋରସେ କହିପାରିବେ ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଲେଖାଗଲା ବିଶ୍ୱାସରେ ଅଛ କି ନାହିଁ ଏହା ଟିକେ ପରୀକ୍ଷା କର। ଏଠି ତ ଅଦ୍ଭୁତ ଦଳ ବସିଛନ୍ତି ଆଜ୍ଞା। ପ୍ରେଜ୍ ଦ ଲର୍ଡ। ତେବେ ବିଶ୍ୱାସ କଣ ଅଟେ ଟିକେ ଦେଖିବା। ଆମେମାନେ ଯିବା ଏପ୍ରି ଲେଖକଙ୍କ ପାଖକୁ ଯିବା। ତହିଁର 11 ଅଧ୍ୟାୟ ବାହାର କରନ୍ତୁ, ତହିଁର ପ୍ରଥମ ପଦ ଟିକେ ପଢନ୍ତୁ। ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି
ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳ ଭୂମି ଆଉ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ଅଟେ। ପରମେଶ୍ୱରଙ୍କ ଲୋକମାନେ ଆମେ ବିଶ୍ୱାସ ସମ୍ବନ୍ଧୀୟ ଅନେକ କଥା ଦେଖିବା। ଆଉ ପରମେଶ୍ୱରଙ୍କ ଠାରେ ମୋର ପ୍ରାର୍ଥନା ଏହି ସଭା ଶେଷ ହେଲା ବେଳକୁ ଆମମାନଙ୍କ ଜୀବନରେ ରହିଥିବା ସମସ୍ତ ଚିନ୍ତା ଦୂର ହେବା ଦରକାର, ସମସ୍ତ ଭୟ ଦୂର ହେବା ଦରକାର, ସମସ୍ତ ସନ୍ଦେହ ଦୂର ହେବା ଦରକାର, ସମସ୍ତ ନୈରାଶ୍ୟ ଦୂର ହେବା ଦରକାର। ଯେହେତୁ ଖ୍ରୀଷ୍ଟିଆନ ଜୀବନ ଚିନ୍ତାରେ ରହି 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 କାନ୍ଦି 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 ବଞ୍ଚିବା ଜୀବନ ନୁହେଁ ନା। ଖ୍ରୀଷ୍ଟିଆନ ଜୀବନ ଅଭାବ ପରିସ୍ଥିତିକୁ ଦେଖି ବିଚଳିତ ହୋଇକି ରହିବା ଜୀବନ ନୁହେଁ। ଖ୍ରୀଷ୍ଟିଆନ ଜୀବନ ରୋଗ ବେମାର ଆସିଗଲା ବୋଲି କାନ୍ଦି କାନ୍ଦି ମରିଯିବେ ନା କେମିତି ନା ବୋଲି ଭୟଭୀତ ହୋଇ ଭୟ ଦ୍ୱାରା ଆକ୍ରାନ୍ତ ହୋଇ ରହିବା ଜୀବନ ନୁହେଁ। ଆଜି ଆମେ ମାନେ ଯଦି ଦେଖିବା ଭାଷ୍ଟ ମେଜରିଟି ବହୁତ ଲୋକ ଖ୍ରୀଷ୍ଟିଆନ ତ ଅଟନ୍ତି, ବାଇବଲ ତ ପଢନ୍ତି, ଗିର୍ଜା ବି ଯାଆନ୍ତି, କିନ୍ତୁ ସମସ୍ୟା ଆସିଲା ବେଳକୁ ହାରି ମଧ୍ୟ ଯାଆନ୍ତି। ସେମିତି ନୁହେଁ ପ୍ରଭୁଙ୍କ ଲୋକମାନେ। Praise the Lord. Hallelujah. Hallelujah. ଲେଖାଗଲା ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳ ଭୂମି ଅଟେ ଆଉ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ ଅଟେ। ଏହାକୁ ଯଦି ସରଳ ଭାବରେ କହିବା, ବିଶ୍ୱାସ କଣ ଅଟେ ବୋଲି କହିଲେ ଏକ ଅଦୃଶ୍ୟ ବିଷୟ ଅଛି। କୁହନ୍ତୁ ଟିକେ। ଗୋଟିଏ ଅଦୃଶ୍ୟ ବିଷୟ ଅଛି ଏବଂ ଏ ଅଦୃଶ୍ୟ ବିଷୟ ଅଛି ବୋଲି ଆଶାବାଦୀ ହେବା। ଆଚ୍ଛା, କିଛି ଲୋକମାନେ ପାଟି ଖୋଲିବା ପାଇଁ ଭଲ ପାଆନ୍ତି ନାହିଁ କି ଗିର୍ଜାରେ? ନା କଣ? ମତେ ଟିକେ ଟିକେ ଅଡ ଲାଗୁଛି। ଆପଣ ମାନେ ବେର୍ସେବାର ତ? ହାଲେଲୁୟା। ଆଜ୍ଞା, ବିଚିତ୍ର ଚର୍ଚ୍ଚ ଗୋଟେ ବେର୍ସେବା। ଅନେକ ଜାଗାକୁ ମୁଁ ଯାଇଛି। ୟୁଥ ମିଟିଂ କୁହନ୍ତି କି ବଡ ସଭା କୁହନ୍ତି। ଆପଣ ମାନେ ଟିକେ ବେର୍ସେବା ମାନେ ଚାଏ ଲାଗୁଥିବାର ଅଛି। ହାଲେଲୁୟା ସାର୍, ପ୍ରେଜ୍ ଦ ଲର୍ଡ। ତ ଆପଣ ମାନେ ଟିକେ ଚାଏ ଟିକେ କହୁଥାନ୍ତୁ ଚା ପିଲା ପରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଦେଖନ୍ତୁ, ଈଶ୍ୱରଙ୍କ ସାନ୍ନିଧ୍ୟରେ ଆସି ଆସିଛୁ, ଚାଲ ମିଟିଂ ତ ଅଛି, ଯିବା ଆଉ ବସିବା, କଣ କହିବେ ନ କହିବେ ଶୁଣିବା, ପୁଣି ଘରକୁ ପଳେଇବା। ନା 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 ନା, ସେଥି ନିମନ୍ତେ ଆମେ ମାନେ ଆସିନାଉ। ସେଥି ନିମନ୍ତେ ସବୁ ଆୟୋଜନ କରାଯାଏ ନାହିଁ। ସେଥି ନିମନ୍ତେ ଆମେ ଈଶ୍ୱରଙ୍କ ନିକଟକୁ ନ ଆସିବା ଦରକାର। ଏକ ବ୍ୟକ୍ତି ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ଯଦି ଆସୁଛି ମାନେ ଫୁର୍ତ୍ତି ହେଇ ଆସିବା ଦରକାର, ଯଥେଷ୍ଟ ଆଶୀର୍ବାଦ ନେଇକି ଯିବା ଦରକାର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ଆପଣ ମାନେ ଅଳ୍ପ ସମୟ, ଗୋଟେ ଅଧଘଣ୍ଟା 40 ମିନିଟ୍ ଆମେ ମାନେ ଦେଖିବା। ବ୍ୟସ୍ତ ହୁଅନ୍ତୁ ନାହିଁ। ସନ୍ଧ୍ୟାରେ ଆମେ ପ୍ରଭୁଙ୍କ ଅନୁଗ୍ରହ ହେଲେ ଯଥେଷ୍ଟ ସମୟ ଭଲରେ ଚିନ୍ତା କରିବା। ଏଣୁ ଯୋଉମାନଙ୍କୁ ଭୋକ ଲାଗୁଛି ଆପଣ ଟିକେ ଧୈର୍ଯ୍ୟ ଧରି ରୁହନ୍ତୁ। ହାଲେଲୁୟା, ଆମେନ୍। ମନେ ଲାଗୁଛି ନା କେମିତି? ଏକ ଅଦୃଶ୍ୟ ବିଷୟ ଅଛି ବା ସେ ଅଦୃଶ୍ୟ ବିଷୟ ଘଟିବ ବୋଲି ଆଶାବାଦୀ ହେବା ହଉଛି ବିଶ୍ୱାସ। ଫର ଏକ୍ସାମ୍ପଲ, ଆମେ କେତେ ଲୋକ ପରମେଶ୍ୱରଙ୍କୁ ଦେଖିଛୁ? ଆଜ୍ଞା ଦେଖିଛ? 99% ଦେଖିନାହାନ୍ତି। ବିଶ୍ୱାସ କରୁଛୁ ନା ନାଇଁ? ଏ ଅଟେ ବିଶ୍ୱାସ। ଆମେ ଯୀଶୁଙ୍କୁ ଦେଖିଛୁ? ନାଇଁ। ପବିତ୍ର ଆତ୍ମାକୁ? ନାଇଁ। ରକ୍ତକୁ, ସ୍ୱର୍ଗକୁ, ଦୂତମାନଙ୍କୁ? କାହାରିକୁ ଦେଖିନାଉ ଆମେ। এই অদৃশ্য বিষয় যে ଅଛି, ପରମେଶ୍ୱର ଯେ ଅଛନ୍ତି, ପବିତ୍ର ଆତ୍ମା ଅଛନ୍ତି, ଯୀଶୁ ଖ୍ରୀଷ୍ଟ ଅଛନ୍ତି, ତାଙ୍କ ରକ୍ତ ଅଛି, ତାଙ୍କ ଦୂତମାନେ ଅଛନ୍ତି, ସ୍ୱର୍ଗ ରାଜ୍ୟ ଅଛି। এই ଅଦୃଶ୍ୟ ବିଷୟ ଯେ ଅଛି ବୋଲି ଦୃଢ଼ ନିଶ୍ଚିତ ବୋଧ ହେବା ହେଉଛି ବିଶ୍ୱାସ। ପ୍ରଭୁଙ୍କ ଲୋକମାନେ
ए साउंड को आमे देखुछु कि নাই हां किंतु अनुभव କରୁଛୁ करूछु ए पवन आज्ञा को आबे फैन को सेना देखुछु पवन आज्ञा को देखुछु कि নাই नाही हेले जण कहबे नाइ जिसु नाहंते अच्छा हेले पवन नाहंते बोली कहबाडा होछ कि प्रेज द लॉर्ड Praise the Lord. अदृश्य विषय जे अच्छी माने अच्छी अच्छी बोली सुनिश्चित हवा होछ विश्वास प्रेज द लॉर्ड हालेलुया आम मानकर जो पंच इंद्रिय अछि कोन कोन ଆଖି କାନ चक्षु କାନ कर्ण ନାକ नाक ମୁହଁ ଜିହ୍ବା हाँ? ଜିହ୍ବା जीवा आउ टच चमड़ा आपण आखिरे तांको देखिनांती बोली कोई परिबे नाही जे अदृश्य विषय नाहंती बोली कानरे सुनी नांती बोली आपण कोई परिबे नाही जे अदृश्य विषय नाही का बोली नाकर आपण आग्रहण करि नांती बोली आपण कोई परिबे नाही जे अदृश्य विषय नाही बोली आपण जीवा द्वारा टेस्ट करि नांती इट डजंट मीन कि ताहा नाही बोली प्रेज द लॉर्ड हालेलुया एणु प्रभु लोक माने आत्मिक जीवन पंच इंद्रिय द्वारा चालित होतवा जीवन नुहे एहा ता ठारू ऊर्ध्वरे अटे ता ठारू बाहर अटे प्रेज द लॉर्ड एणु परमेश्वर तोहिर 6 पदरे ही लिखा अछि ठीक पढंतु 11 रो 6 आपण माने ठीक भेंडे माने आ जुगति माने ठीक पढिले बहुत भलो हो ସନ୍ତୋଷ ପାତ୍ର ହେବା आज्ञा ठीक आज्ञा आपण तो पाळक सेवा रछन्ती हालो ठीक अछन्ती पाळक सेवा रे बढे आपण तो पढबे हालो ठीक हमरो युवती आ युवक भाई युवक माने आगमन हे गला ना केते ना बोला एते युवक भर्ती आका हिचंती तर भौणी माने भाई मान टिके चाइ चाइ कर पडंतु ଆଉ ବିଶ୍ୱାସ ବିନା ହୁଁ। ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ हां କାରଣ ଈଶ୍ୱର ଯେ ଅଛନ୍ତି ईश्वर जे अछंती ଆଉ ସେ ଯେ ତାହାଙ୍କ हां ଅନ୍ୱେଷଣକାରୀ ମାନଙ୍କର ହୁଁ। ପୁରସ୍କାର ଦାତା हां ଏହା ତାହାଙ୍କ ଛାମୁକୁ ଆସିବା ଲୋକର ହୁଁ। ବିଶ୍ୱାସ କରିବା ଆବଶ୍ୟକ ईश्वर जे अछंती परमेश्वर अछंती जीसु ख्रीस्ट अछंती पवित्र आत्मा अछंती अछंती बोली हमको विश्वास करिवार अछि प्रेज द लॉर्ड देखंतु आपण माने दया करी प्रथमरु सुनिश्चित हो जांतु जे आमे जाहाको विश्वास जेतिकी करिवा कथा सेतिकी करू ना हो एइटा जदि आपण को माइंड रे आनिबे नाही गोटी मधु लाभ आपण पाई परिबे नाही किछ लाभ पाई परिबे नाही आज्ञा आमे 30 वर्ष लाने विश्वास आज्ञा आपण 30 वर्ष हो कि 40 वर्ष हो जे चिंता छाडलेनी कि आज्ञा मने को डिटेल्स रे जीवा पई चाहूची किंतु एबे चाहि हेबो नै ठीक ध्यान रे एथि पई सुनथिबे इंट्रोडक्शन को कि आमे माने शेष करिवा बोली चिंता करछि परमेश्वर लोक माने गोटे प्रभु को महान दास गोटे महान दासी निकट को गले मन कर से दासी अटंती आ मो से दास अटे मन करंतु मो तांको देखा करिवा पे गले से मते कहउछनी स्टीफन बाबू I experience, I feel the presence of the Holy Spirit more actively than yours. से कहउछंदी मो तुमर उपस्थिति अपेक्षा पवित्र आत्मांकर उपस्थिति अधिक सक्रिय भाव रे अनुभव କରୁଛି करूछि माने एही परी जीवन मध्य लोक माने अतिबाहित करंती धरा पृष्ठ प्रभु लोक माने एणु सुनिश्चित हेउंतु संपूर्ण आशावादी होंतु निश्चित बोध होंतु जे परमेश्वर अछंती से आम संबंध रे सब विषय जानती से पथ खोली पारंती तांकर द्वारा सब किछि संभव अटे से आम प्रति मनोयोगी अटंती आम पई चिंता करंती आ से सर्वदा आम मानक पई अवेलेबल उपलब्ध अटंती प्रेज द लॉर्ड हालेलुया हालेलुया Hallelujah. यार गोटे आउ गोटे उदाहरण जदि आमे माने देखिबा आदि पुस्तकर कथा तहिर 7 अध्याय रे परमेश्वर देखिले 6 अध्याय रे जगतर पृथ्वीर अवस्था अति सांघातिक अटे दौरात्म्य बढ़ी जाइछि
ପାପ ବଢି ଯାଇଛି, ହିଂସା ବଢି ଯାଇଛି ନା, ଲୋକମାନେ କଦାଚାରରେ ଜୀବନ ଅତିବାହିତ କରୁଛନ୍ତି, ପରମେଶ୍ୱରଙ୍କୁ ଜାଣି ପାରୁନାହାନ୍ତି, ଯାହାକୁ ଯେପରି ଇଚ୍ଛା ମନ ମୁତାବକ ଜୀବନ ସେମାନେ ଅତିବାହିତ କରୁଛନ୍ତି। ପରମେଶ୍ୱର ଅନାଇଲେ ଜଣେ ମାତ୍ର ଧାର୍ମିକ ବ୍ୟକ୍ତି ଦେଖାଗଲେ। କଣ ତାଙ୍କ ନାମ? ନହ ଆଜ୍ଞା, ନହ ନୋହ। ପରମେଶ୍ୱର କହିଲେ, ବାବୁ ନୋହ। ନ କହିଥିବ, ଆଜ୍ଞା ପ୍ରଭୁ କୁହନ୍ତୁ। କଣ କହିବି? ଦୁନିଆକୁ ଯେଉଁ ଉଦ୍ଦେଶ୍ୟରେ ମୁଁ ସୃଷ୍ଟି କରିଥିଲି ସେଇ ଉଦ୍ଦେଶ୍ୟ ବର୍ତ୍ତମାନ ଦେଖାଯାଉ ନାହିଁ। ଲୋକମାନେ ଶରୀରର ଅଭିଳାଷ ପୂରଣ କରି ଜୀବନ ଅତିବାହିତ କରୁଅଛନ୍ତି। ଏଣୁ ଆମ୍ଭେ ସମୂଳେ ପୃଥିବୀକୁ ବିନାଶ କରିବା ପାଇଁ ଯାଉଛ। ଆରେ ପ୍ରଭୁ କଣ କରିବି ମୁଁ? ତମେ ଗୋଟେ ଜାହାଜ ନିର୍ମାଣ କର। ମୋର ପ୍ରଶ୍ନ, ପ୍ରଭୁଙ୍କ ଲୋକମାନେ, ଏ ନହର ଟାଇମରେ ସାଇକେଲ ଥିଲା କି? ନଥିଲା ଶଗଡ଼ ଗାଡି ନଥିଲା ଆଉ ଗୋଟେ ବ୍ରର କରି ମୁଡି ଯିବାଟା କି ଗାଡି ଆଜ୍ଞା? ସେଟା ଥିଲା, ଏବେ ମିଳୁନାହିଁ। ସେଟା କି ଗାଡି? ଲୁନା ଗାଡି ଥିଲା। ନାଇଁ ପରମେଶ୍ୱର ସାଇକେଲ ପାଇଁ କହିନାହାନ୍ତି, ଶଗଡ଼ ଗାଡି ପାଇଁ କହିନାହାନ୍ତି, ଅଟୋ ରିକ୍ସା ପାଇଁ କହିନାହାନ୍ତି, କି ଡାଲା ଅଟୋ ପାଇଁ କହିନାହାନ୍ତି, କି ଟ୍ରାକ୍ଟର ପାଇଁ କହିନାହାନ୍ତି। ଆମେ ଏତିକି ଭିତରୁ 70-80% ଲୋକ ଜାହାଜ ଏବେ ଯାଇ ଦେଖିନୁ, ନହ ଜାହାଜ ବନେଇ ଦେଇ ସାରିଲେ। କେଉଁ ବିଷୟ ନହକୁ ସାହାଯ୍ୟ କରିଲା? ନହ ଦେଖିଥିଲା କି ଜଳ, ବର୍ଷା, ପବନ, ଝଞ୍ଜା, ବତାସ, ବୃଷ୍ଟି, କଳା ମେଘ ଦେଖିଥିଲା କି? ନାଇଁ ନାଇଁ। ଶୁଣିଥିଲା କି? ନାଇଁ ଅନୁଭବ କରିଥିଲା କି? ନାଇଁ। ଏହା ଅଟେ ବିଶ୍ୱାସ। ପରମେଶ୍ୱର କହିଛନ୍ତି ମାନେ ତାହା ହେବ ବୋଲି ମାନିବା ହେଉଛି ବିଶ୍ୱାସ। Praise the Lord. ପରମେଶ୍ୱର କହିଛନ୍ତି ଆମ୍ଭେ ତୁମକୁ କେବେ ଛାଡ଼ିବା ନାହିଁ ନାହିଁ। ହେଲେ ଅଭାବ ଆସିଲା ବେଳକୁ ଏ ପ୍ରତିଜ୍ଞା ଯଦି ଆମ ହୃଦୟରେ ଥାନ୍ତା, ବିଶ୍ୱାସ ଯଦି ଥାନ୍ତା, ଆମେ ଆନନ୍ଦରେ ବଞ୍ଚି ପାରିଥାନ୍ତୁ। ବିଶ୍ୱାସ ଅଛି ବୋଲି ଭାବିଦେଲେ ହେବ ନାହିଁ ଆଜ୍ଞା। ନା, ସମସ୍ୟା ଆସିଲା ବେଳକୁ ଯାକବ ଟିକେ ପଢନ୍ତୁ ସାର୍, ଯାକବ 1:2-3 ଟିକେ ପଢନ୍ତୁ। Hallelujah. Praise the Lord. ହେ ମୋହର ଭାଇମାନେ, ହୁଁ ତୁମାନେ ଯେତେବେଳେ ହୁଁ। ନାନା ପ୍ରକାର ପରୀକ୍ଷାରେ ହଁ। ପରୀକ୍ଷିତ ହୁଅ, ହୁଁ। ସେତେବେଳେ ତାହା ବିଷୟ ଆନନ୍ଦର ବିଷୟ ବୋଲି ମନେ କର। ହଁ, ହଁ। ପରୀକ୍ଷା ସହିତ ବିଶ୍ୱାସ ନା, ନା, ଟିକେ ଧ୍ୟାନ ଦଉଥିଲେ। ଆଉ ଥରେ ସେତେବେଳେ ପଢନ୍ତୁ। ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ଯେତେବେଳେ ତୁମେ ମାନେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ। ଖ୍ରୀଷ୍ଟିଆନ ଜୀବନ ଗୋଟେ ପରୀକ୍ଷାର ଜୀବନ ଅଟେ, ଏହା ପ୍ରଥମେ କନଫର୍ମ ହୁଅନ୍ତୁ। ପରୀକ୍ଷା ଘରୁ ଆସିବ, ସ୍ତ୍ରୀ ଠାରୁ ଆସିବ, ସ୍ୱାମୀ ଠାରୁ ଆସିବ, ପରିବାର ଠାରୁ ଆସିବ। ଆଉ ବୋହୁ ଯଦି ହେଇଛ ମାନେ ଶାଶୁ ଠାରୁ ଆସିବ, ଶାଶୁ ହେଇଛ ମାନେ ବୋହୁ ଠାରୁ ଆସିବ, ମଣ୍ଡଳୀରୁ ଆସିବ, ବାଳକ ଠାରୁ ଆସିବ, ବିଶ୍ୱାସ ଠାରୁ ଆସିବ, ଅଫିସରେ ଆସିବ, ଜବରେ ଆସିବ, ଷ୍ଟଡିରେ ଆସିବ। ଲାଇଫ ସାରା ପରୀକ୍ଷା ଭର୍ତ୍ତି ହେଇକି ଥିବ। ତେବେ ଯଦି ଆମର ବିଶ୍ୱାସ ଷ୍ଟ୍ରଙ୍ଗ ଅଛି, ମଜବୁତ ଅଛି, ସୁଦୃଢ ଅଛି, ଏଠାରେ କଣ ଲେଖାଗଲା ସାର୍? ଆଉ ଥରେ ପଢନ୍ତୁ। ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହେଉଥିବା ବେଳେ ସେତେବେଳେ ତାହା ବିଷୟରେ ଆନନ୍ଦର ସେତେବେଳେ- ବିଷୟ ବୋଲି ମନେ କର। ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ଯେତେବେଳେ ପରୀକ୍ଷା ଆସିବ ସେତେବେଳେ କେମିତି ମନେ କରିବାର ଅଛି ପୁଣି? ଆନନ୍ଦ ଭୁଲିଏ ନା ସାର୍? ଆନନ୍ଦର ବିଷୟ ବୋଲି ମନେ କର। ନା, ହେଉନାହିଁ ଆଜ୍ଞା। ସେମିତି ଲେଖା ହେଇଛି। ସେତେବେଳେ ତାହା ହଁ। ବିଶେଷ ଆନନ୍ଦର ବିଷୟ। କିପରି ଆନନ୍ଦ? ବିଶେଷ ବିଶେଷ ଆନନ୍ଦ। ପ୍ରଭୁଙ୍କ ଲୋକମାନେ ପରୀକ୍ଷା, ଅଭାବର ପରୀକ୍ଷା ଆସିଲା ବେଳକୁ ପୁଣି ୱାଓ, ପ୍ରେଜ୍ ଦ ଲର୍ଡ, ସଦା ପ୍ରଭୁ ଜିହୋଭା ଜିରି ବୋଲି ମୁହଁରୁ ବାହାରୁଛି। କାହାକୁ ଫୋନ କରିବି? କାବୁ ନାଇଁ ନି ଆହୁରି ତାର ଫୋନ ମିଶା ଲାଗୁ ନାହିଁ, କେମିତି ହେବି? କାହାକୁ ଫୋନ କରୁଛୁ ଆମେ? କାର ଦାଣ୍ଡକୁ ଆଗରେ ଯାଉଛୁ, କାର ଘରକୁ ଆଗରେ ଯାଉଛୁ, କାହାକୁ ଆଗରେ ହାତ ପତଉଛୁ? ଏଣୁ ଜାଣନ୍ତୁ, ବିଶ୍ୱାସ ଯଦି ଥାନ୍ତା ଆମେ ପରୀକ୍ଷା ଆସିଲା ବେଳକୁ ଏନ୍ଜୟ କରିଥାନ୍ତୁ, ଯେହେତୁ ଆମେ ଜାଣିଛୁ ଆମର ସଦାପ୍ରଭୁ ଆଜି ମଧ୍ୟ ଅଛନ୍ତି। ଆମେନ୍ ହାଲେଲୁୟା, ପ୍ରେଜ୍ ଦ ଲର୍ଡ।
ବିଶେଷ ଆନନ୍ଦ। ବିଶେଷ ଆନନ୍ଦର ଗୋଟେ ବଢିଆ ଏକ୍ସାମ୍ପଲ ହବ। ଆପଣ ପରୀକ୍ଷାର ଏବେ ସମୟ, ମନେ କରନ୍ତୁ ଆପଣ ପରୀକ୍ଷା ସେଣ୍ଟରକୁ ଯାଇଛନ୍ତି, ପରୀକ୍ଷା ଦେବା ପାଇଁ ଯାଇଛନ୍ତି, ସାହିତ୍ୟ, ଗଣିତ, ବିଜ୍ଞାନ ଯାହା ବି ମଧ୍ୟ ପରୀକ୍ଷା ଅଛି, ଆପଣ ଯାଇଛନ୍ତି ପରୀକ୍ଷା ଦେବା ପାଇଁ, ରୁମରେ ଏଣ୍ଟ୍ରି କଲେ, ବସିଲେ, କ୍ୱେଶ୍ଚିନ୍ ପେପର ଆପଣଙ୍କ ହାତରେ ଆସିଲା, ଯାହା ଯାହା ଆପଣ ପଢିଛନ୍ତି ସବୁ ଆସିଯାଇଛି କ୍ୱେଶ୍ଚିନ୍ରେ। କେମିତି ଲାଗିବ ଆଜ୍ଞା ସେଟା? ଖୁସି ଲାଗିବ ସାର୍। ବେଶୀ ଦୁଃଖ? ବିଶେଷ ହାଲେଲୁୟା। ଆଉ ଟିକେ ଆନନ୍ଦ କେତେବେଳେ ଲାଗିବ? ପଛ ଆଡରୁ ମନେକର ଆପଣ ଝିଅ ହେଇଥିବ, ହେଲୋ ଟିକେ କହିଦେଲୋ, ପଢି ନାଇଁଲୋ, ବୁଝୁ ନାଇଁଲୋ, ମତେ ଆସୁନାଇଁଲୋ ବୋଲି ସେ ଯଦି ଆମ୍ବୁଡୁଥିବ, ଟାଣୁଥିବ, ଝିକୁଥିବ, ମାନେ ଆପଣ ଦେଖୁନଥିବେ, ସେଟା କେମିତି ଆନନ୍ଦ? ବିଶେଷ ଆନନ୍ଦ। ତାଠୁ ଆଉ ଟିକେ ବେଶୀ ଆନନ୍ଦ, ପଡିଶା ଲୋକ ସାଇଡର ଲୋକ 1 ନମ୍ବର ମଧ୍ୟ ଲେଖିନଥିବ, ଆପଣ ଆଡିସନାଲ ପେପର ମାଗିବାକୁ ଯାଇଥିବେ, କେମିତି ଆନନ୍ଦ? ବିଶେଷ ବିଶେଷ ଆନନ୍ଦ। ପରୀକ୍ଷା ଆସିଲା ବେଳକୁ ଏପରି ଆନନ୍ଦ ଯଦି ଆମ ହୃଦୟରେ, ଆଉ ଗୋଟେ କଥା, ଆକ୍ଟିଂ କଲେ ହେବ ନାହିଁ। ଆନନ୍ଦ ଆଜ୍ଞା କେମିତି ଅଛନ୍ତି? ହଁ ସାର୍ ମୁଁ ଭାରି ଭଲ ଅଛି, ଭିତରେ ମାତ୍ର ଗନ୍ଧି ଯାଉଥିବ, ତାହା ଆକ୍ଟିଂ ଲାଇଫ ଅଟେ। ନାଇଁ 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 ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ଜୀବନ ଅଭିନୟ କରିବାର ଜୀବନ ନାହିଁ। ସତ୍ୟରେ ଯଦି ବିଶ୍ୱାସ ଷ୍ଟ୍ରଙ୍ଗ ଥିବ, ପରୀକ୍ଷା ସମୟରେ ଆପଣ ଦେଖିକି ହସିବେ। କିଛି ପିଲାମାନଙ୍କୁ ଦେଖିଥିବେ ଯୋଉମାନେ ବର୍ଷ ସାରା ରେଡି ହଉଥିବେ, ପଢି 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 ପଢି, ପରୀକ୍ଷା ଅଛି ରେ ବାପା, ପରୀକ୍ଷା ଅଛି, ମତେ ଆଜିଠୁ ପଢିବାର ଅଛି। ବର୍ଷର ଆରମ୍ଭ ଏଡୁକେସନ ଟାଇମ କେବେ ଆଜ୍ଞା? ଜୁନ, ମେ କି ଏପ୍ରିଲ? ଏବେ ତ ଜଲଦି ହେଇଯାଉଛି। ଆମ ଟାଇମରେ ଜୁଲାଇରେ, ଜୁନରେ ଷ୍ଟାର୍ଟ ହବାର, ଛୁଟି ସରିଲା ପରେ। ଆଜିକାଲି ସେମିତି ହଉନି ତ। ଏବେ ପରୀକ୍ଷା ଚାଲୁଛି, ପରୀକ୍ଷା ସରିଲା ପରେ କ୍ଲାସ ଷ୍ଟାର୍ଟ ହେଇଯାଉଛି ପୁରା, ମାନେ ଏପ୍ରିଲରୁ ନୂଆ କ୍ଲାସ ଷ୍ଟାର୍ଟ ହେଇଯାଉଛି। ମୁଁ ଠିକ କହୁଛି ୟେସ୍ ସାର୍। ଆଜ୍ଞା? ୟେସ୍ ସାର୍। ଏପ୍ରିଲରୁ ଷ୍ଟାର୍ଟ ହେଇଗଲେ ଆମର ପିଲାମାନେ କେବେ ପରୀକ୍ଷା ପାଇଁ ପାଠ ପଢିବେ? ନେକ୍ସଟ ମାର୍ଚ୍ଚରେ। ବର୍ଷ ସାରା ଖେଳ କୁଦ ଏନ୍ଜୟ ସବୁ ଆରାମ ଚାଲିଥିବ, ହେଲେ ଏମାନେ ଏନ୍ଜୟ କରିପାରିବେ କି? ନାହିଁ। ଖ୍ରୀଷ୍ଟିଆନ ଜୀବନ ମଧ୍ୟ ପରୀକ୍ଷା ଦେଇ ଗତି କରୁଥିବା ଜୀବନଟେ। ଏଥିପାଇଁ এই ପ୍ରତିଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ, ଓଭରକମ କରିବାକୁ ହେଲେ, ବିଜୟ ହେବାକୁ ହେଲେ, ବିଶ୍ୱାସ ରୂପର ଶକ୍ତି, ବିଶ୍ୱାସର ଢାଲ ଆମଠାରେ ଯଥେଷ୍ଟ ରହିବା ଦରକାର, ନହେଲେ ହାରୁଥିବା ଆମେ। ଶୁଣନ୍ତୁ ଭାଇ ଭଉଣୀ ମାନେ, ମତେ ପ୍ଲିଜ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଜି ଖୁସି ହେଇଗଲୁ ଟଙ୍କା ମିଳିଲା ବୋଲି, କାଲିକି ଟଙ୍କା ସରିଗଲା ବୋଲି କାନ୍ଦିଦେଲୁ, ଏହା ଖ୍ରୀଷ୍ଟିଆନ ଜୀବନ ନୁହେଁ। ନୁହେଁ, ଖ୍ରୀଷ୍ଟିଆନ ଜୀବନ ଏହାକୁ କୁହାଯାଏ ନାହିଁ। ଆଜି ଅଭାବ ଆସିଲା ଅନ୍ୟ ପାଖକୁ ପଳେଇଲୁ, କାଲିକି ସୁଖ ଆସିଲା ଜଣଙ୍କ ପାଖକୁ ଯାଇନୁ। ନାଇଁ 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 ନାଇଁ, 24 ଘଣ୍ଟା ଖ୍ରୀଷ୍ଟିଆନ ଜୀବନ ଯଦି ଆପଣ ବଞ୍ଚୁଛନ୍ତି, ଖ୍ରୀଷ୍ଟଙ୍କୁ ଯଦି ବିଶ୍ୱାସ କରୁଛନ୍ତି, ଆପଣ 24 ଘଣ୍ଟା 12 ମାସ ଆନନ୍ଦରେ ବଞ୍ଚିବେ, ଆନନ୍ଦରେ ବଞ୍ଚିବେ। ଆପଣଙ୍କର ଆନନ୍ଦ କେହି ହରଣ କରିପାରିବ ନାହିଁ। ଏହା ଅଟେ ଖ୍ରୀଷ୍ଟିଆନ ଜୀବନ। ଟିକେ ପଚାରନ୍ତୁ ନିଜକୁ, ମୁଁ ଆରାମରେ, ବିଶ୍ରାମରେ, ଶାନ୍ତିରେ, ଆନନ୍ଦରେ ଜୀବନ ଅତିବାହିତ କରୁଛି ତ? ଟିକେ ପଚାରୁଥିବେ ତ ଆପଣ ମାନେ ଆନ୍ସର ପାଇଯିବେ, ବିଶ୍ୱାସ କେତେ ମଜବୁତ ଅଛି ଆପଣ ମାନଙ୍କର। ବିଶେଷ ଆନନ୍ଦର ବିଷୟ ବୋଲି ମନେ କରିବାର ଅଛି। ପରୀକ୍ଷା ଆସିଲା ବେଳକୁ ତା ଯଦି କରିପାରୁନାହ, ବିଶ୍ୱାସରେ ଗଡବଡ ଅଛି ଅଛି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେବେ ବିଶ୍ୱାସ ମାନେ କଣ ଅଟେ? ଯାହା ଅଦୃଶ୍ୟ ଅଟେ ତା ଅଛି ବୋଲି କନଫର୍ମ ହେବା, ଏହା ଅଟେ ବିଶ୍ୱାସ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା ହାଲେଲୁୟା। ଏବେ ବିଶ୍ୱାସର ଗୋଟିଏ ଲକ୍ଷଣ ଦେଖି ଆମେ ମାନେ ଆଗକୁ ବଢିବା। ପୁଣି ଯଦି ସମୟ ହେଇଯାଉଛି ସମାପ୍ତ କରିବା। ଆପଣମାନଙ୍କ ଜୀବନରେ ଯଦି ବିଶ୍ୱାସ ସତରେ ଅଛି, ପ୍ରଥମ ଚିହ୍ନ ହବ ଆପଣ ମାନେ କୌଣସି ବିପଦ ଦେଖି ଭୟଭୀତ ହେବେ ନାହିଁ। ଆପଣ କୌଣସି ସମସ୍ୟା ଦେଖି ଭୟ କରିବେ ନାହିଁ। ଯଦି ଷ୍ଟ୍ରଙ୍ଗ ଫେଥ ଆପଣ ମାନଙ୍କ ଜୀବନରେ ଅଛି ନା, କେବେ ଆପଣ ଭୟଭୀତ ହେବେ ନାହିଁ। ଟିକେ ପଚାରି ନଥିବେ ଆପଣ ଜୀବନକୁ, ଆପଣ ମନ ହୃଦୟକୁ, ମୁଁ କେବଳ ପରମେଶ୍ୱରଙ୍କୁ ଭୟ କରୁଛି, ଅଥବା ତାଙ୍କୁ ଛାଡି ବାକି ବିଷୟ ଗୁଡିକ ମଧ୍ୟ ଜୀବନରେ ଆସିଲା ବେଳକୁ ଭୟ କରୁଛି। କିଛି କଥା ନାହିଁ ଆଜ୍ଞା, ଜଏଲ 2:28 ସେ ପାଳନ କରୁଛନ୍ତି।
ଆଖି ବନ୍ଦ କଲେ ନା ଆଜ୍ଞା ଦର୍ଶନ ମିଳିବ? ଏବେ କେତେ ଲୋକ ବୁଝା ପଡିନଥିବ ବୋଧେ। Praise the Lord. Hallelujah. ପରମେଶ୍ୱର ଜାଣନ୍ତି ମନୁଷ୍ୟ ମାନେ ବିପଦ ଆସିବା ବେଳେ ଭୟ ଆଡୁ ହେଇଯିବେ। ଏଣୁ ବାଇବଲର ଆରମ୍ଭରୁ ସେ କହି କହି ଆସିଲେ ଭୟ କର। नहीं ଆଁ? नहीं ନା କର, ଭୟ କର ନାହିଁ। ପରମେଶ୍ୱର କହିଲେ ପ୍ରଥମେ ଅବ୍ରାହ୍ମକୁ, ଅବ୍ରାହମ ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ, ଏଣୁ ତୁମ୍ଭେ ଭୟ କର ନାହିଁ। ଅବ୍ରାହମ କହିଲା ପ୍ରଭୁ ତୁମେ ଢାଳ କି ମଗ କି ବାଲ୍ଟିକି ଦେଖିଛି ଯେ ପିଲା ଗୋଟିକି ନାଇଁ, କେମିତି ମୁଁ ଡରବି ନାହିଁ ପ୍ରଭୁ। ଏବେ ତ ଯୁଦ୍ଧ ସରେଇକି ଆସିଲି, ଏବେ ପୁଣି ମୋର ସବୁ ସମ୍ପତ୍ତି ହଡପିବ କିଏ? ଏଲିଏଜର, ମୋର ଚାକର ବଡ ଦାସ, କେମିତି ମୁଁ ଡରବି ନାହିଁ? ପରମେଶ୍ୱର କହିଲେ ଅବ୍ରାହମଙ୍କ ପାଖକୁ ଗଲେ, ଅବ୍ରାହମର ହାତ ଧରିଲେ, ହାତ ଧରି ଟାଣି ଟାଣି ଆଣିଲେ, ବାବୁଟିକୁ ଉପରକୁ ଅନେଇଲୁ। ଅବ୍ରାହମ ଦେଖିଲେ ଉପରକୁ, କଣ ଅନେଇବି, ତାରା ଅଛି, ତାରା ଅଛି ଯେ ତାରା ଗଣିଲୁ ଟିକେ। ଅବ୍ରାହମ ଦେଖୁଛି 1 2 3 କୋଟା ପ୍ରଭୁ ବୋଲଛି। ଏଥର 15,000 କଥା କହୁଛି, ସମୟ ନାହିଁ ପଢେଇବା ପାଇଁ। ପରମେଶ୍ୱର ହାତ ଧରିଲେ। କି ସୌଭାଗ୍ୟଶାଳୀ ଲୋକ ଆଜ୍ଞା ଅବ୍ରାହମ। ୱାଓ, ପରମେଶ୍ୱର ହାତ ଧରି ଟାଣିକି ଘରୁ ବାହାରକୁ ନେଲେ, ଉପରକୁ ଅନା ବୋଲି କହିଲେ, ଅନେଇଲାରୁ ଗଣ ବୋଲି କହିଲେ। ଅବ୍ରାହମ ଗଣୁଛି 2 ଥର ହେଲାଣି, 3 ଥର ହେଲାଣି, 4 ନମ୍ବର ଗଣିଲା ବେଳକୁ 5 ନମ୍ବର କୋଟା ଜାଣିପାରୁନି, 3 ନମ୍ବର କୋଟା ବୋଲି ଆଉ ଗୋଟେ ଥର ଗଣୁଛି। ପରମେଶ୍ୱର କହିଲେ ଏଇପରି ତୁମର ବଂଶ ହେବ, ଏଣୁ ତୁମେ ଭୟ କର ନାହିଁ। ଇସାକଙ୍କ ସମ୍ବନ୍ଧରେ କହିଲେ ଆମ୍ଭେ ତୁମ୍ଭର ପିତା ଅବ୍ରାହମଙ୍କ ସକାଶୁ ତୁମ୍ଭର ସହବର୍ତ୍ତୀ ଅଟୁ, ତୁମେ ଭୟ କର ନାହିଁ। नहीं ପରମେଶ୍ୱର ହାଗାରକୁ ମଧ୍ୟ କହିଲେ ଦୂତଙ୍କ ଦ୍ୱାରା, ଆଗ ହାଗାର ଭୟ କର ନାହିଁ। ପରମେଶ୍ୱର ଯାକୋବଙ୍କୁ ମଧ୍ୟ କହିଲେ ଭୟ କର ନାହିଁ। ପରମେଶ୍ୱର ଯହୋଶୁଆଙ୍କୁ ମଧ୍ୟ କହିଲେ ଭୟ କର ନାହିଁ। ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ମଧ୍ୟ ମଶାଙ୍କ ଦ୍ୱାରା କୁହାଇଲେ ଭୟ କର ନାହିଁ। ପରମେଶ୍ୱର ଜିହୋଶାଫଟଙ୍କୁ ମଧ୍ୟ କହିଲେ ଭୟ କର ନାହିଁ, ସୁସ୍ଥିର ହୁଅ। ପ୍ରଭୁଙ୍କ ଲୋକମାନେ ସକାଳ 6ଟା ହେଲା ବେଳକୁ, 7ଟା ହେଲା ବେଳକୁ ଅନ୍ଧକାର ଆଉ ଦେଖାଯାଏ କି? नहीं ଟିକେ କୁହନ୍ତୁ, नहीं କାହିଁକି ଦେଖାଯାଏ ନାହିଁ? कारण କିଏ ଉଦୟ ହୁଅନ୍ତି? सूर्य उदय हो ହାଲେଲୁୟା। ଆମ ହୃଦୟରେ ଯଦି ବିଶ୍ୱାସ ଥାନ୍ତା, ଭୟ ନଥାନ୍ତା। କେମିତି ହେବ, କଣ ହବ, କଣ କରିବି, କଣ ନାହିଁ, ବଡ ବିଚିତ୍ର ପରିସ୍ଥିତି, ଏଇ ସବୁ ଚିନ୍ତା ଭାବନା ଯଦି ଆସୁଛି, ବିଶ୍ୱାସ ଯେପରି ରହିବା କଥା ସେପରି ନାହିଁ। ମୁଁ 2-3ଟା ପଦ ଆପଣମାନଙ୍କୁ ପଢିବା ପାଇଁ ଚାହିଁବି, ଟିକେ ପଢନ୍ତୁ। ଜିସାୟ 43:1 ପଢନ୍ତୁ। ମାତ୍ର ହେ ଯାକୁବ ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦା ପ୍ରଭୁ ଏବେ ଏହି କଥା କହନ୍ତି। ହେ ଯାକୋବ, ଏମିତି ଟିକେ ପଢନ୍ତୁ ସିଷ୍ଟର। ଏଟା କି ଗାଁ ମୋର? बारीगुड़ा କି ଗୁଡା? बारीगुड़ा ବାରିଗୁଡା, ରାଇଟ? ବାରିଗୁଡା ପଢନ୍ତୁ। ହେ ବାରିଗୁଡାର ଲୋକମାନେ ବୋଲି ପଢନ୍ତୁ। ହେ ବାରିଗୁଡାର ଲୋକମାନେ, ଆପଣ ମାନେ ଅୟ ବୋଲି କହିଲେ ସିନା ହବ। Praise the Lord. ଠିକ ଜୋର ସେ ପଢନ୍ତୁ। ପଢିए ନା, ଜଲ୍ଦି ଟାଇମ ନାହିଁ। ମାତ୍ର ହେ ଯାକୁବ ଏଇଠି ଗଲା, ଫେଲ ହେଇଗଲା। ହଁ ହେ ବାରିଗୁଡାର ଲୋକମାନେ ହଁ, ଯେ ପଢିए ନା ସାବିତ୍ରୀ। ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ ଇସ୍ରାଏଲ ନାହିଁ, ହେ ବାରିଗୁଡା ଯେ ତୁମ୍ଭକୁ ନିର୍ମାଣ କଲେ। ହାଲେଲୁୟା। ହେ ପ୍ରଭୁଙ୍କର ଲୋକମାନେ, ବାରିଗୁଡାର ଲୋକମାନେ। ଏଇଟା ବାରିଗୁଡା ପଞ୍ଚାୟତ ଆଜ୍ଞା, नहीं आज्ञा अमला हाँ। अमला बटा କି ପଞ୍ଚାୟତ? अमला बटा हाँ। पंचायत ଏମିତି ଟିକେ ପଢନ୍ତୁ। ହେ ବାରିଗୁଡାର ଲୋକମାନେ,
ତୁମକୁ ଯେ ସୃଷ୍ଟି କଲେ, ହେ ଅମଳା ଭଟା ପଞ୍ଚାୟତର ଲୋକମାନେ ତୁମକୁ ଯେ ନିର୍ମାଣ କଲେ, ସେଇ ସଦାପ୍ରଭୁ ଏବେ ଏଇ କଥା କହନ୍ତି ବୋଲି ପଢନ୍ତୁ, ଜୋରସେ ଟିକେ ପଢନ୍ତୁ। हे बारीगुडार ଲୋକମାନେ ହଁ। ଯେ ତୁମ୍ଭକୁ ସୃଷ୍ଟି କଲେ, ବାସ୍, हे ବାରୀଗୁଡାର ଲୋକମାନେ ଯେ ତୁମ୍ଭକୁ ନିର୍ମାଣ କଲେ, ହଁ। ସେହି ସଦାପ୍ରଭୁ ଏବେ ଏହି କଥା କି କହନ୍ତି, କଥା କହୁଛନ୍ତି ସଦାପ୍ରଭୁ? ଭୟ କର ନାହିଁ, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ, କାରଣ ଆମ୍ଭେ ତୁମକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ହାଲେଲୁୟା। ତାପରେ ତୁମ୍ଭେ ଆମ୍ଭର। ହାଲେଲୁୟା। এই পদ କେତେ ସୁନ୍ଦର ପଦ ଆଜ୍ଞା। ପରମେଶ୍ୱର କହୁଛନ୍ତି ଆମେ ତୁମର ସୃଷ୍ଟିକର୍ତ୍ତା ଅଟୁ, ଆମେ ତୁମକୁ ହାତରେ ଗଢିଛୁ, ଆମେ ତୁମର ନିର୍ମାଣକାରୀ ଅଟୁ, ଆମେ ତୁମକୁ ମୁକ୍ତ କରିବା ପାଇଁ ଆପଣର ଏକମାତ୍ର ପୁତ୍ରଙ୍କୁ ଧରାପୃଷ୍ଠକୁ ପଠାଇଲୁ, ପାପର ଚାଲରୁ ଉଦ୍ଧାର କଲୁ, ଅନ୍ଧକାରରୁ ଉଦ୍ଧାର କଲୁ, ଆହ୍ୱାନ କରିଲୁ, ତୁମକୁ ଉଦ୍ଧାର କରିଲୁ। ଏଥିପାଇଁ ତୁମେ ଭୟ କର ନାହିଁ। ଆଉ ତୁମ୍ଭେ କଣ ଲେଖା ଅଛି? ତୁମ୍ଭେ, ଟିକେ ଜୋରସେ କୁହନ୍ତୁ, ତୁମ୍ଭେ କାହାର? ହାଲେଲୁୟା, ପ୍ରେଜ୍ ଦ ଲର୍ଡ କୁହନ୍ତୁ ନା କି ସେ ମୋଟା ଆକା। ଠିକ ଅଛି ପୁରା କୋରା ଫୁଟିଆ ଟିକେ। ସେ କାହାର? ମୋର। ପରମେଶ୍ୱର ଆମକୁ ଅନାଇ କହୁଛନ୍ତି ଆମେ ମାନେ ପୁଣି କାହାରଠୁ? ଗୋଲ ଆପଣ ମାନେ ଅଛନ୍ତି ନା ନାହାନ୍ତି ବୁଝିପାରୁନି। ପ୍ରେଜ୍ ଦ ଲର୍ଡ। ଆମେ କାହାରଠୁ? ଟିକେ ଜୋରସେ, ଆମେ କାହାରଠୁ? ପ୍ରେଜ୍ ଦ ଲର୍ଡ। ପରମେଶ୍ୱର କହୁଛନ୍ତି ଏଇ ଲୋକମାନେ ଆମ୍ଭର, ଆମ୍ଭର, ଆମର ନିଜସ୍ୱ ପ୍ରଜା, ଆମର ଚକ୍ଷୁର ପିତୁଳା, ଆମର ହସ୍ତରେ ଖୋଦିତ ଲୋକମାନେ। এইটা ପୁଣି ଏକ ବ୍ୟକ୍ତି ସତ୍ୟରେ ବୁଝିଯିବ, ଆଉ ପରିସ୍ଥିତି ଆସିଲେ ଭୟଭୀତ ହେଉଥିବ। ଏମିତି ହେବ କି ଆଜ୍ଞା? କେବେ କେବେ ନାହିଁ। ଏଣୁ ଜାଣନ୍ତୁ ପ୍ରଭୁଙ୍କ ଲୋକମାନେ, ଏବେ 11:6 ଆମେ କଣ କହିଲୁ? ପରମେଶ୍ୱର ଯେ ଅଛନ୍ତି, ସେ ଅଛନ୍ତି ବୋଲି ଆମମାନଙ୍କୁ ବିଶ୍ୱାସ କରିବାକୁ ପଡିବ। ସେ ଅନ୍ଲି କେବଳ ନାହାନ୍ତି, ସେ ପୁଣି କହୁଅଛନ୍ତି ତୁମେ ଭୟ କର ନାହିଁ, ଯେହେତୁ ଆମ୍ଭେ ତୁମ୍ଭକୁ ନିର୍ମାଣ କରିଛୁ। ପ୍ରଭୁଙ୍କ ଲୋକମାନେ, ଏ ଶରୀର କାହାଟା କୁହନ୍ତୁ ଟିକେ, ଟିକେ ଜୋରସେ କୁହ ନା ଭାଇ, କାହିଁକି ମୁଁ କିଛି ବୁଝିପାରୁନି। ଆଉ ଟିକେ ଜୋରସେ କୁହନ୍ତୁ। ଜୋରସେ ବୋଲେ ସେ ଗୋଟିଏ ଭେଣ୍ଡି ଆକା କହୁଛି, ବାକି ଲୋକମାନେ କୁଆଡେ ଅଛନ୍ତି, କଣ ମତେ କ୍ଷମା କରିନାହାନ୍ତି କି ନା କେମିତି ନା? ଟିକେ ଜୋରସେ କହୁଥାନ୍ତୁ। କ୍ଷମା ଖାଲି କରିଛନ୍ତି। ହାଲେଲୁୟା। ଏ ଶରୀର କାହାର? ଆଚ୍ଛା, এই রুমাল কাହାର? ଆପଣଙ୍କର ଆଜ୍ଞା, ଆପଣଙ୍କର ଏ ରୁମାଲ ମନେକର ଚିରା ହେଇଗଲା, ଆପଣଙ୍କୁ ଏତିକି ଟିକେ ବି ବାଧିବ? ନାଇଁ କଷ୍ଟ ଲାଗିବ? ନାଇଁ ବିଜାର ଲାଗିବ? ନାଇଁ କାନ୍ଦିବେ? ନାଇଁ କାନ୍ଦି କାନ୍ଦି ଖାଇବେ ନାହିଁ? ନାଇଁ ଏତିକି ଯଦି ଆମକୁ ହେତୁ ଥାନ୍ତା, ବାଇବଲ କୁହେ ଏଇ ଶରୀର ଆମର ନୁହେଁ। Praise the Lord। এই ଦେହ ଆମର ନୁହେଁ, ଏ ମସ୍ତିଷ୍କ ଆମର ନୁହେଁ, ଏ ହାତ ଗୋଡ଼ ଆମର ନୁହେଁ। ୟାକୁ ଯଦି ବିପଦ ହେଲା, ଯିଏ ତିଆରି କରିଛି ତାକୁ ଅଧିକ ଟେନସନ ହେବା କଥା ନା ଆମକୁ ହେବା କଥା? ଟିକେ ଜୋରସେ କୁହ ନା। ଆରେ ଅଧିକ ଟେନସନ କିଏ ହଉଛି? ଓ कोरापुट भाषा रे बुझलास की बोलबे। अरे साहब, इतना सा सिंपल सा बात है जी। ए शरीर जारो जे कोची मुई टेंशन देबी, आमे कुछ नाही ने, तमे शांति रे थाओ प्रभु, तमे तो ऊपर लोक ऊपर हाय बोली थाओ, मुई तळ लोक मते देइछो, मुई घांटी होथिबी, आलू बैगन तरकारी घांटो परी। थोड़ा समझा करो, टिके बुझंतु। ପରମେଶ୍ୱର କହୁଛନ୍ତି ତୁମେ ଆମର ଅଟ, ତୁମେ ଆମର ଲୋକ ଅଟ, ତୁମକୁ ମୁଇଁ ତିଆରି କରିଛି, ମୋର ହାତରେ ମୁଇଁ ଗଢିଛି, ମୋର ଗୋଟିଏ ପୁଅକୁ ଦେଇଦେଇଛି, ତୁମକୁ ମୁକ୍ତ କରିଛି, ତୁମକୁ ଆହ୍ୱାନ କରିଛି, ତୁମକୁ ମନୋନୀତ କରିଛି। ତୁମେ ଟିକେ ଭୟ ନ କର, ଟିକେ ଶାନ୍ତିରେ ରୁହ। ଆମେ ଯେ ଯୋଉଟା କର ନାହିଁ ବୋଲେ ସେଟା ଆଗରେ କରିଥାଉଛୁ। ଅମୁକ ଲୋକମାନେ ଖ୍ରୀଷ୍ଟିଆନ ଜୀବନ ନା ବଡ ଏନ୍ଜୟ କରିବାର ଜୀବନ ଅଟେ।
ଈଶ୍ୱରଙ୍କ ସହିତ ଆନନ୍ଦରେ ବଞ୍ଚିବା ଜୀବନଟା। ଅନେକେ ବଞ୍ଚୁନାହାନ୍ତି ସେ ଜୀବନ। ଦେଖନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟରେ ଆସୁଛନ୍ତି, ମନ ପ୍ରାଣ ଭାତରେ, ଡେକ୍ଚିରେ, ମୋବାଇଲରେ, ଟୁକାରେ, ଟୁକିରେ, ଆଉ କୋଉଠି ଗରମରେ, କୁଆଡେ ମାଇଣ୍ଡ ଅଛି। ଏବେ ହାଲେଲୁୟା କୁହ ନାହିଁ ବୋଲି କହିଲେ କେତେ ଲୋକ କହିଦେବେ। ଜୀବନ ଏମିତି ହୁଏ ନାହିଁ ପ୍ରଭୁଙ୍କ ଲୋକମାନେ, ଏମିତି ହୁଏ ନାହିଁ। ଲାଇଫ ମଜାରେ ଆଗକୁ ବଢୁଥିବାର ଅଛି, ତାହା ଲାଇଫ। Praise the Lord। ପ୍ରଭୁ ଅଛନ୍ତି, ପ୍ରଭୁ ମତେ କିଣିଛନ୍ତି। ଟିକେ ପଢିଦେବ ବାବୁ ଶ୍ରୀପଦ, ପ୍ରଥମ କରିନ୍ଥିୟ 6:19-20 ପଢ। ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଆଉ ତୁମ୍ଭେମାନେ ନିଜେ ନିଜର ନୁହଁ। ଆଉ ଟିକେ ଜୋରସେ ପଢନ୍ତୁ ଲାଷ୍ଟ ଲାଇନଟା। ଆଉ ଏହା କଣ ଜାଣ ନାହିଁ? ଆଉ ତୁମ୍ଭେ ତୁମ୍ଭର ନିଜର ନୁହଁ। खुद आप कुछ भी पढ़ लीजिए। कौन पढ़ ले? तुम्बे माने निजे निजर नुह, हेले मुई मोर निजर नुहे। मत हाथ बथेला तो एरा जे हाथ तैयारी करिछि से टेंशन नौ। मत पेट रोग होला, ए पेट को जे तैयारी करिछि टेंशन ताको हेबा कथा। ए शरीर को अभाव होला, ए शरीर जार ताको मुंड बथा हवा कथा, हो ना नहीं? प्रेज द लॉर्ड। एनो ईश्वरଙ୍କ ଲୋକମାନେ ଆରାମରେ ବଞ୍ଚିବା ଜୀବନକୁ ଆମେ ମାନେ ନିଜେ ହିଁ ଜଟିଳ କରି ଦଉଛେ। ପରମେଶ୍ୱର ଅଛନ୍ତି, ଏ ଯଦି ବିଶ୍ୱାସ କରିଥାନ୍ତୁ ଆମେ ମାନେ ସର୍ବ ଅବସ୍ଥାରେ ଆନନ୍ଦରେ ବଞ୍ଚି ପାରିଥାନ୍ତୁ। ଆମେ ମାନେ ମୁକ୍ତ କରାଯାଇଛୁ ଆଜ୍ଞା, ବର୍ତ୍ତମାନ ବନ୍ଧନରେ ନାହୁଁ। ସେମାନଙ୍କୁ ଆଜାଦ କରିଛନ୍ତି, ଉଦ୍ଧାର କରିଛନ୍ତି। ଅନ୍ଧକାରରେ ଆମେ ଥିଲୁ, ପାପରେ ଥିଲୁ, ଦହଲା କାଦୁଅରେ ଥିଲୁ, ଘାଣ୍ଟି ହେଇକି ଥିଲୁ, ଅପରାଧରେ ମୃତ ଥିଲୁ। ଦୟା ସାଗର ଈଶ୍ୱର ସେ ଆମ୍ଭମାନଙ୍କୁ ଅନାଇଲେ, ଆପଣା ପୁତ୍ରଙ୍କୁ ପଠାଇଲେ, ଅନ୍ଧକାରରୁ ବାହାର କରି ପ୍ରିୟ ପାତ୍ରଙ୍କ ରାଜ୍ୟରେ ସ୍ଥାନାନ୍ତର କରିଛନ୍ତି। ମୁକ୍ତ ହେବା ଲୋକମାନେ ମୁକ୍ତ ହେଇକି ବଞ୍ଚିବା ଦରକାର। ଯଦି ଆମେ ବିନ୍ଦାସ ବଞ୍ଚୁ ନାହୁଁ ଖ୍ରୀଷ୍ଟଙ୍କ ଠାରେ, ତେବେ ଆମେ ମାନେ ଆବଦ୍ଧ ହେଇକି ଅଛୁ। ଆଉ ଯଦି ଆବଦ୍ଧ ହେଇକି ଅଛୁ ତାଙ୍କ କ୍ରୁଶର ରକ୍ତର ମୂଲ୍ୟକୁ ଆମେ ମାନେ ବୁଝିପାରି ନାହୁଥିବେ। ପ୍ରେଜ୍ ଦ ଲର୍ଡ, Praise the Lord. ହାଲେଲୁୟା। Hallelujah. ଏଣୁ ମାଥ୍ୟୁ 10ରେ ଲେଖାଗଲା, 10ରେ ପଢନ୍ତୁ, 28ରୁ ପଢନ୍ତୁ ତ। ଆଉ ଯେଉଁମାନେ ଶରୀରକୁ ବୋଧ କରନ୍ତି, ଯେଉଁମାନେ ଶରୀରକୁ ବୋଧ କରନ୍ତି କିନ୍ତୁ ଆତ୍ମାକୁ ବୋଧ କରି ପାରନ୍ତି ନାହିଁ, ହଁ ସେମାନଙ୍କୁ ଭୟ କର ନାହିଁ। ହୁଁ ବରଂ ଯେ ଶରୀର ଆତ୍ମା ଉଭୟଙ୍କୁ ନରକରେ ବିନଷ୍ଟ କରି ଯେ ପାରନ୍ତି, ଶରୀରକୁ ଆଉ ଆତ୍ମାଙ୍କୁ ହିଁ ନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। ତାହାଙ୍କୁ ହିଁ ଭୟ କର। ପଢନ୍ତୁ 30। କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣା ଯାଇଅଛି, ହଁ ଏଣୁ ଏଣୁ ଭୟ କର ନାହିଁ। ପ୍ରେଜ୍ ଦ ଲର୍ଡ। ପରମେଶ୍ୱର କହୁଛନ୍ତି ତୁମେ କାହାରିକୁ ଭୟ କର ନାହିଁ, କୌଣସି ବିପଦକୁ ଭୟ କର ନାହିଁ, କୌଣସି ରୋଗକୁ ଭୟ କର ନାହିଁ, କୌଣସି ଆପଦକୁ ଭୟ କର ନାହିଁ, କୌଣସି କ୍ଲେଶକୁ ଭୟ କର ନାହିଁ। ତେବେ ମୋର ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆମେ ମାନେ ଯାହାଙ୍କୁ ଭୟ କରିବା ଦରକାର ତାଙ୍କୁ କରୁଛୁ ତ ନା ଯାହାକୁ କରିବା ଦରକାର ତାଙ୍କୁ ନ କରି ଦୁନିଆ ଯାକର ବିଷୟକୁ କରୁଛୁ? ଟିକେ ପଚାରି ନଥିବେ ଆପଣ ଜୀବନରେ। ପରମେଶ୍ୱର କହିଲେ ଯେ ଶରୀରକୁ ଆଉ ଆତ୍ମାକୁ ବୋଧ କରିପାରନ୍ତି, ବିନାଶ କରିପାରନ୍ତି, ତାହାଙ୍କୁ ହିଁ ବୋଲି ଲେଖା ଅଛି। ରାଇଟ? ପଢ 28ର ଲାଷ୍ଟ ଲାଇନଟା ପଢନ୍ତୁ। ସେମାନଙ୍କୁ ଭୟ କର ନାହିଁ, ବରଂ ଯେ ଶରୀର ଆତ୍ମା ଉଭୟଙ୍କୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର। ତାହାଙ୍କୁ ହିଁ ଭୟ କର, ଆଉ କୌଣସି ବିଷୟକୁ ଭୟ କର ନାହିଁ।
ଆମେ କେବଳ ଈଶ୍ୱରଙ୍କୁ ଭୟ କରିବା ବ୍ୟକ୍ତି ହୋଇପାରିଛୁ? ଈଶ୍ୱରଙ୍କୁ ଭୟ କରିବାର ସ୍ୱଭାବ ଆମଠାରେ ସ୍ଥାନ ପାଇଛି? ହାଲେଲୁୟା। ଆପଣ ମାନଙ୍କର ଜେସର ଦେଖିଲେ ମତେ କହୁଛି ବାବୁ ଜଲ୍ଦି ମାଇକ ରଖିଦେ ବୋଇଲା ପରି ଲାଗୁଛି। ହାଲେଲୁୟା। କିଛି କଥା ନାହିଁ, ଜବରଦସ୍ତି ଖାନା ଦିଏ ମୁଇଁ ମଧ୍ୟ ଜାଣି ନାହିଁ। ଆମର ଜୟପୁର ସହରରେ 3 ଦିନ ମିଟିଂ ଥିଲା। 9ଟା ଅଧେ ଯାଏ ବର୍ଷିପ ହଉଥିଲା, 11ଟା ଅଧେ ଯାଏ ବାକ୍ୟ ହଉଥିଲା। ବାକି ଘଣ୍ଟେ ହେନେ ଆପଣ ମାନଙ୍କର ମୋ ଆମ୍ବଳିଆ ଖଟା ପରି ହେଲାଣି। ତ ଯାହାକୁ ଇଚ୍ଛା ନାହିଁ ତାକୁ କାହିଁକି ଖାଇବାକୁ ଦେବି ମୁଇଁ? ପ୍ରେଜ୍ ଦ ଲର୍ଡ। ଆଚ୍ଛା ଏଠି ଖୁସି। ହାଲେଲୁୟା। ଅନେକ ଅଛନ୍ତି ବିଭିନ୍ନ ପ୍ରକାର ଭୟ ସହିତ ଜୀବନ ବିତାଉଛନ୍ତି, ବିଭିନ୍ନ ପ୍ରକାର ଭୟ ସହିତ। ଆପଣଙ୍କ ଜୀବନରେ ଯେକୌଣସି ପ୍ରକାର ଭୟ ଯଦି ଅଛି, ତାହା ଈଶ୍ୱରଙ୍କୁ ଛାଡ଼ିକି ଯଦି ଅଛି, ଆପଣ ଦୟାକରି କନଫର୍ମ ହୁଅନ୍ତୁ ଆପଣଙ୍କ ଠାରେ ବିଶ୍ୱାସ ଯେପରି ରହିବା ଦରକାର ସେପରି ନାହିଁ। ବିଶ୍ୱାସ ଯାହାର ଜୀବନରେ ମଜବୁତ ନାହିଁ, ସେଇ ବ୍ୟକ୍ତି କେବେ ଗୋଟିଏ ଦିନ ବି ଭଲରେ ବଞ୍ଚି ପାରିବ ନାହିଁ। ଇଆଡ଼େ ଭାତ ଥାଳି ଥିବ, ହାତ ମୁଠା ଥିବ, ଆଙ୍ଗୁଠି ଘାଣ୍ଟୁ ଥିବ, 10 ମିନିଟ୍ ପାର ହେଇଯାଇଥିବ, ତୁଣ୍ଡକୁ ଯାଉନାହିଁ। କାହିଁକି? ସେ ଲୋକ ଏନ୍ଜୟ କରୁଛି ବୋଲି କହିପାରିବା ଜୀବନକୁ? ନାଇଁ। ନାଇଁ। ବଢିଆ ମାର୍ବଲ ଘର ଅଛି, ଏସି ଲାଗୁଛି, ଆଖି ପତା ଚାପି ହଉନାହିଁ। କାହିଁକି? ଏତେ ବିଶ୍ୱାସ ତାର ନାଇଁ କି? ନାଇଁ। ପ୍ରଭୁଙ୍କ ଲୋକମାନେ where are we? କୋଉଠି ଅଛୁ ଆମେ? ଜାଣନ୍ତୁ ଭାଇ ଭଉଣୀ ମାନେ, ୟୁଁ ହିଁ ଏହିପରି ଖ୍ରୀଷ୍ଟିଆନ ଜୀବନ ବଞ୍ଚା ଯାଏ ନାହିଁ। ଖ୍ରୀଷ୍ଟିଆନ ଜୀବନ 24 ଘଣ୍ଟା ଆନନ୍ଦରେ ପରିପୂର୍ଣ୍ଣ ହେଇକି ରହିବା ଜୀବନ ଅଟେ, ଆନନ୍ଦରେ ବଞ୍ଚିବା ଜୀବନ ଅଟେ, ଖୁସିରେ ବଞ୍ଚିବା ଜୀବନ ଅଟେ। ମତେ ଟିକେ କେହି ଜଣେ କୁହନ୍ତୁ ତ, ଆମେ ବର୍ଷ ସାରା, ଆଜ୍ଞା ମୁଁ ବର୍ଷ ସାରା ବିନ୍ଦାସ ବଞ୍ଚୁଛି ଆଜ୍ଞା। ବହୁତ କମ ଲୋକ କହିପାରିବେ, ବହୁତ କମ, ଅଲମୋଷ୍ଟ 5-10%। କାହିଁକି ଆଜ୍ଞା ଯୀଶୁ ଆସିଲେ? କାହିଁକି ପ୍ରାଣ ଦେଲେ? କାହିଁକି ରକ୍ତ ଦେଲେ? କାହିଁକି ପିଠା ଖାଇଲେ? ମୁଁ ଏପରି ଦୁର୍ବଳ ହେଇକି ବଞ୍ଚିବି ବୋଲି? କେବେ ଗୋଟେ ଖୁସି ନାହିଁ ମୁହଁରେ, କେବେ ଗୋଟେ ଆନନ୍ଦ ନାହିଁ। ଆନନ୍ଦ ଅଛି ବୋଲି କେବଳ ଆକ୍ଟିଂ କରିବାରେ ବ୍ୟସ୍ତ ଆମେ। ଏମିତି ନୁହେଁ ପ୍ରଭୁଙ୍କ ଲୋକମାନେ ଜୀବନ। ବାଇବଲ ଧରିଲେ ଆମକୁ ବିରକ୍ତ ଲାଗୁଛି, ମନ ଲାଗୁନାହିଁ, ସେଠି ଫ୍ରଷ୍ଟ୍ରେଟ ଲାଗୁଛି, ନିଦ ପଳେଇ ଆସୁଛି। ମିଟିଂ ଆମେ ଟାଇମ ଦେଖି ଦେଖି ଥାଉଛେ, ଗିର୍ଜା ଘର ଟାଇମ 10ଟା ହେଇଥିଲେ ଯାଉଛେ 11ଟାରେ। ଏସବୁ କାହିଁକି ହେଉଛି? ଲଗାଉ ନାହିଁ ତାଙ୍କ ସହିତ, ଆଟାଚମେଣ୍ଟ ନାହିଁ, ପ୍ରେମ ନାହିଁ। ଏସବୁର ମୂଳ କାରଣ ଅଟେ ବିଶ୍ୱାସ ଏକ ମଞ୍ଜି। ଏ ମୂଳ ବିଷୟ ଯଦି ଭଲ ନଥିବ, ବାକି କୋଉଟା ଭଲ ନଥିବ ଲାଇଫରେ? କୋଉଟା ଭଲ ନଥିବ? ରାତିରେ ନିଦ ହଉନାହିଁ, କାରଣ କଣ ଜାଣନ୍ତି? ଟେନସନ। ଟେନସନର କାରଣ କଣ ଜାଣନ୍ତି? ଭୟ। ଭୟର କାରଣ କଣ ଜାଣନ୍ତି? ବିଶ୍ୱାସ ନାହିଁ। ସିମ୍ପଲ କଥା। ଆମେ କେତେ ଟ୍ରିଟମେଣ୍ଟ କରିଛେ ୟାର? 2 ଦିନ ଥଣ୍ଡା ଧରି ଦେଲେ ସଙ୍ଗେ ସଙ୍ଗେ ପଳେଇ ଯାଉଛେ ମେଡିକାଲ କୁ। ବର୍ଷ ବର୍ଷ ହେଲାଣି ଦୁଃଖରେ ରାତି ପାଉଛି, କୋଉ ସ୍ପେଶାଲିଷ୍ଟ ପାଖକୁ ଯାଇ ଦେଖେଇ ହେଇଛେ ମୋର ଦୁଃଖ ଦୂର ହେଉ ବୋଲି? ସେତିକି ଜ୍ଞାନ ମଧ୍ୟ ନାହିଁ ଆମକୁ। ସବୁ ଜ୍ଞାନରେ ଆମେ ଆଜି ଜ୍ଞାନୀ। ଆତ୍ମିକ ଶରୀରକୁ ସୁଦୃଢ ସୁନ୍ଦର କରି ରଖିବା ପାଇଁ ସେଇ ଜ୍ଞାନ କେତେ ଆହରଣ କଲୁଣି ଆମେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ହଉ ପ୍ରଭୁ ଆପଣ ମାନଙ୍କୁ ସାହାଯ୍ୟ କରନ୍ତୁ। ମୁଁ ଆପଣ ମାନଙ୍କୁ ହଇରାଣ କରିବା ପାଇଁ ଆସିନାହିଁ। ସନ୍ଧ୍ୟାରେ ଯଦି ଆସୁଛନ୍ତି ତେବେ ଟିକେ ଫୁର୍ତ୍ତିଲା ହେଇକି ଆସନ୍ତୁ। ନାଇଁ ଯଦି ମୋର ବାକ୍ୟ ବିଜାର ଲାଗୁଛି ମାନେ ମତେ ଆଜି ଖେଦି ଦିଅନ୍ତୁ, ମୁଁ ଶାନ୍ତିରେ ପଳେଇବି। ଯଦି ଆସୁଛନ୍ତି ଟିକେ ମଜା ହେଇକି ଆସନ୍ତୁ, ଟିକେ ବଢିଆ ହେଇକି ବସନ୍ତୁ, ଟିକେ ଶୁଣିବାର ଇଚ୍ଛା ଟିକେ ପ୍ରକାଶ କରନ୍ତୁ, ଈଶ୍ୱରଙ୍କ ସାନ୍ନିଧ୍ୟରେ ପାଇବା ଆଶାରେ ଆସନ୍ତୁ। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆପଣ ଚକ୍ଷୁ ବନ୍ଦ କରିବା, ଆପଣ ଜୀବନକୁ ସମର୍ପଣ କରିବା ଆଉ ପ୍ରାର୍ଥନା କରି ସମାପ୍ତ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ,
ତୁମ ମହତ୍ ନାମର ଗୌରବ ପ୍ରଶଂସା କରୁଛୁ। ସ୍ୱର୍ଗୀୟ ପିତା, ତୁମେ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କର। ଖ୍ରୀଷ୍ଟିଆନ ଜୀବନ ଖ୍ରୀଷ୍ଟଙ୍କ ପରି ଅବିରତ ଅବିଚଳିତ ହୋଇ ବଞ୍ଚିବା ଜୀବନଟେ। ପରୀକ୍ଷା ଆସିବ ପ୍ରଭୁ, କ୍ଲେଶ ଆସିବ, ଦୁଃଖ ଆସିବ, କିନ୍ତୁ ଯଦି ଏକ ବ୍ୟକ୍ତିର ବିଶ୍ୱାସ ଅଦୃଶ୍ୟ ଈଶ୍ୱରଙ୍କ ଠାରେ ଯଦି ଥିବ, ସେ ବ୍ୟକ୍ତି ସର୍ବଦା ବିଚଳିତ ନ ହୋଇ ଆନନ୍ଦରେ ବଞ୍ଚିବ। ଏହା ବୁଝିବା ପାଇଁ ଆମ ପ୍ରତ୍ୟେକଙ୍କୁ କୃପା କର। এই ଦିନ ମାନଙ୍କରେ ବିଶ୍ୱାସକୁ ମଜବୁତ କରିବା ପାଇଁ, ସୁଦୃଢ କରିବା ପାଇଁ ତୁମେ ଆପଣ ଆତ୍ମାଙ୍କ ଦ୍ୱାରା କଥା ହେଉଥାଅ। ତୁମେ ଆପଣ ଲୋକମାନଙ୍କ ଜୀବନର ସମସ୍ତ ଶିଥିଳତା ଦୂର କର, ଉତ୍ସର୍ଗେଇବା ପାଇଁ କୃପା କର। ସନ୍ଧ୍ୟା ବେଳାରେ ମଧ୍ୟ ତୁମେ ଆପଣଙ୍କ ଉପସ୍ଥିତି ଦିଅ, ପ୍ରତ୍ୟେକଙ୍କ ସହିତ ଆଳାପ କର, ପରିବେଶକୁ ନିୟନ୍ତ୍ରଣ କର। এই ସଭା ପଛରେ ଯାହା ତୁମ ଲୋକମାନଙ୍କର ଉଦ୍ଦେଶ୍ୟ ଅଛି ତାହା ବହୁ ଗୁଣରେ ସଫଳ ହେବାକୁ ଦିଅ। ସମସ୍ତ ବିଷୟ ପାଇଁ ପ୍ରଭୁ ତୁମକୁ ଆମେ ଧନ୍ୟବାଦ ଦେଇ ମହିମା ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲୁ ପିତା, ଆମେନ୍। ଆମେନ୍।